ହ୍ୟାଲୋ ହାଇ ନମସ୍ତେ। ତ ଆଜି ହେଲା ଅଭିର ପୂର୍ଣ୍ଣିମା, ସେଥିପାଇଁ ଆମେ ଦୁହେଁ ବିୟୁଟି ମା ଆଉ ମୁଁ ନିଜେ ରାଜୁ ବାହାରିଲୁ ଆମେ ଅଭିର ପୂର୍ଣ୍ଣିମା। ଯେହେତୁ ଆମ ଘର ପାଖରେ ଠିକ୍ 100 ମିଟର ଦୂରରେ ଆଜି ଅଭିର ପୂର୍ଣ୍ଣିମା ହେଉଛି, ଜଳା ଯାଉଛି। ତ ଦେଖିପାରୁଥିବେ ଲାଇଟ୍ଟା ପଡ଼ୁଛି ବୋଲି ଆମ ମୁହଁ କେମିତି ଚିକ୍ ଚିକ୍ ଲାଗୁଛି ଦେଖୁଥିବେ। ଅଭିର ଜଳା ଚାଲିଛି, ଦେଖନ୍ତୁ ଏଇ ନିଆଁ କେମିତି ଜଳୁଛି। କାହିଁକି ନା 2 ଗୋଟି ଗାଦି ଲାଗିଥାଏ, ସେ ଗାଦିରେ ନିଆଁ ଲାଗିଥାଏ ତ ନିଆଁ ଜଳାଯାଏ। ତ ମୁଁ ବହୁତ ଦୀର୍ଘ ଛୋଟବେଳେ ଥିଲି ସେତେବେଳେ ଦେଖିଥିଲି, ତ ଆଜି ଦେଖି ବହୁତ ଖୁସି ଲାଗୁଛି। କାହିଁକିନା ଘର ପାଖରେ ଯେହେତୁ ପାର୍ଟି ପଡ଼ିଛି ସେଥିପାଇଁ ଆସିଥିଲି ଘରକୁ। ଯାହା ଯେହେତୁ ଟାଇମ୍ ହେଇଥିଲା ଯିବା ପାଇଁ ପାର୍ଟି ପାଖକୁ, ତା ପୂର୍ବରୁ ମୁଁ କ'ଣ କଲି ନା ଆଗେ ଦେଖିଦେବା ଅଭିର ପୂର୍ଣ୍ଣିମା। କାହିଁକିନା ଏତେ ଦିନ ପରେ ଆଜି ଦେଖୁଛୁ, ଯେହେତୁ ଦେଖିଦେବା ଟାଇମ୍ ମିଳିଛି। ଦେଖିପାରୁଥିବେ ସେପଟେ ଆମର ଗାଁ ପିଲାମାନେ ସବୁ ବହୁତ ସାରା ଅଛନ୍ତି। ଦେଖନ୍ତୁ ସେପଟେ, ଦେଖନ୍ତୁ ନିଆଁ ପଟ ଜଳୁଛି, ଦେଖନ୍ତୁ କେମିତି ହୁଡ଼ୁ ହୁଡ଼ୁ ହେଇକି। ସେପଟେ ଦେଖୁଥିବେ କେତେ ପିଲା ଅଛନ୍ତି, ସବୁ ଠିଆ ହେଇଛନ୍ତି। ଏପଟ ଏମାନେ ସବୁ ବାଡ଼ି ଠେଙ୍ଗା ଧରି ଠିଆ ହୁଅନ୍ତି। ଏଇଟା ମୁଁ ଜାଣିଛି, ବାଡ଼ି ଠେଙ୍ଗା ଧରିକି, କାହିଁକିନା ନିଆଁ ଯେତେ ଜଳିବ ସେତେ ଆଉ ଟେକିଲେ ଆହୁରି ଅଧିକା ଜଳିବ। ଦେଖିପାରୁଥିବେ ବାଡ଼ି ଲଗାଇଲା ମାନେ ଅଧିକା ଜଳୁଛି, ଜାଣିପାରୁଥିବେ କେମିତି ନିଆଁ ବାହାରୁଛି, ଦେଖୁଛନ୍ତି। ତାପରେ ସେଠାରେ ବାଇଗଣ, କିଏ କଦଳୀ, କିଏ ଟମାଟୋ ଏମିତି ପୋଡ଼ା ହୁଏ। ତାପରେ ଆମେ ପଳେଇ ଆସିଲୁ, କାହିଁକିନା ବିୟୁଟି ମା ଦେଖିପାରୁଥିବେ କେମିତି କାନ୍ଦୁଛନ୍ତି। କାହିଁକିନା ତାଙ୍କ ଜେଜେମା ଆସିଲେ, କାହିଁକିନା ସିଏ କହୁଛନ୍ତି ଯେ ଆହୁରି ଦେଖିବେ। କାହିଁକିନା ମୋର ତ ଟାଇମ୍ ସରିଗଲା। ହଉ ଦେଖନ୍ତୁ କେମିତି ଭଲ ଲାଗିଲା କମେଣ୍ଟରେ ଜଣାଇବେ।